ଅଟୋ ଚାଳକଙ୍କ ପୁଅ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ତାଳତଳା ପଞ୍ଚାୟତ ବରପଦା ଗ୍ରାମର ଏକ ଗରିବ ପରିବାରରେ ଓମ୍ ପ୍ରସାଦ ବଳିଆର ସିଂ ନିଟ୍ ପରୀକ୍ଷାରେ OJEରେ 1215, SGSରେ 62 ର୍ୟାଙ୍କ ସଫଳତା ହାସଲ କରିଛନ୍ତି। ଓମ୍ଙ୍କ ସ୍ୱପ୍ନ ଥିଲା ସେ ଏକ ଡାକ୍ତର ହେବେ। ସ୍ୱପ୍ନ ସାକାର ହୋଇଥିବାରୁ ସେ ସ୍ନାୟୁ ବିଭାଗ ଡାକ୍ତରୀ ପଢ଼ିବା ପାଇଁ MKCG ବ୍ରହ୍ମପୁର ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଓମ୍ଙ୍କ ବାପା ଜଣେ ଅଟୋ ଚାଳକ ହୋଇଥିବାରୁ ଆର୍ଥିକ ଅବସ୍ଥା ସମ୍ବଳ ନଥିବାରୁ ଓମ୍ ଏବଂ ତାଙ୍କ ପରିବାର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଓମ୍ଙ୍କୁ ଆର୍ଥିକ ସାହାଯ୍ୟ ଦିଆଗଲେ ସେ ଭଲ ଡାକ୍ତର ହୋଇ ଗରିବଙ୍କ ସେବା କରିପାରିବେ। ଓମ୍ଙ୍କ ପାଠ ପଢ଼ିବାରେ କଣାସ କଲେଜରେ ଅଧ୍ୟାପକ ଡକ୍ଟର ପ୍ରଶାନ୍ତ କୁମାର ସାହୁ ଏବଂ ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ନିଜେ ଦିନ ରାତି କଠିନ ପରିଶ୍ରମରେ ସଫଳତା ହାସଲ କରିଛନ୍ତି। ଖୋର୍ଦ୍ଧାରୁ ସୈୟଦ ଅନସର ଅଲିଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି। ମୋ ନାଁ ଓମ୍ ପ୍ରସାଦ ବଳିଆର ସିଂ, ଜିଲ୍ଲା ଖୋର୍ଦ୍ଧା, ଗ୍ରାମ ପଞ୍ଚାୟତ କୁଞ୍ଜୁରୀ ଆଉ ଗ୍ରାମ ବରପଦା। ମୁଁ ଆଜି ସଫଳତା ପାଇଛି ନିଟ୍ର। ମୁଁ ମୋ ବାବା, ମୋ ମାମା ଆଉ ଭଗବାନ ତା ସହିତ ମୋ ଗୁରୁଜୀ ଆଉ ଗ୍ରାମବାସୀକୁ ମୁଁ ତା ଶ୍ରେୟ ଦେବି, କାରଣ ସେ ମୋତେ ବହୁତ ସାହାଯ୍ୟ ସହଯୋଗ କରିଛନ୍ତି। ଆଉ ମୋ ବାବା ତ ମୋ ପାଇଁ ତାଙ୍କ ଜମି ବି ଯାହା ଥିଲା ସେଟାକୁ ବି ବିକି ଦେଇଛନ୍ତି। ସେ କଥା ମୋତେ ସେ କହିନଥିଲେ ଯେ ମୋ ଉପରେ ପ୍ରେସର ପଡ଼ିବ ବୋଲି, କିନ୍ତୁ ପଛରେ ମୁଁ ଆସିକି ଜାଣିଲି ଯେ ସେ ଜମି ବି ବିକି ଦେଇଛନ୍ତି ମୋ ପାଠ ପଢ଼ା ପ୍ରତି। ଏବେ ବର୍ତ୍ତମାନ ମୁଁ ଆଗକୁ ବଢ଼ିବାକୁ ଚାହୁଁଛି, ସେଥିପାଇଁ ଆର୍ଥିକ ସମ୍ବଳ ପାଖରେ ବାବାଙ୍କ ପାଖରେ ଏତେ ନାହିଁ। ତ ସେଥିପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋତେ କିଛି ଆର୍ଥିକ ସହଯୋଗ ଯୋଗାଇଲେ ମୁଁ ମୋର ଆଗକୁ ମୋ ସ୍ୱପ୍ନକୁ ସାକାର କରି ମୁଁ ସବୁ ଗରିବ ଲୋକଙ୍କ ସହିତ ମୋ ଗାଁ ଲୋକଙ୍କୁ ମୁଁ ସାହାଯ୍ୟ ସହଯୋଗ କରି ସେବା ଯୋଗାଇ ଦେବି। ମୋ ନାଁ ବିରଞ୍ଚି ନାରାୟଣ ରଣସିଂ, ମୁଁ ଏ ବରପଦା ଲୋକ। ମୁଁ ଦେଖିଛି ଜାଣିଛି ଓମ୍ ହେଉଛି ଗୋଟେ ମେଧାବୀ ପିଲା, ପରିଶ୍ରମୀ ପିଲା। ଏ ଭଙ୍ଗା ଘରେ ପଢ଼ିକିରି ସେ ଆଜି ଗାଁର ନାଁ ରଖିବାକୁ ଯାଉଛି ଆଉ ଡାକ୍ତର ହୋଇକି ସମସ୍ତଙ୍କ ସେବା କରିବା ପାଇଁ ଯାଉଛି। ଆଉ ତା'ର ଆର୍ଥିକ ଅବସ୍ଥା ଦେଖିଲେ ଆଉ ଆମେ ଅନୁଭବ କରୁଛୁ ଯେ ବିନା ସରକାରୀ ସହାୟତାରେ ସେ ଆଗକୁ ଯିବା କଷ୍ଟ ହେବ। ତେଣୁ ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ, MP ମହୋଦୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ମୁଖ୍ୟମନ୍ତ୍ରୀ ଆମର ଯେ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମେ ଆପଣଙ୍କ ମାଧ୍ୟମରେ ଜଣାଇ ଦେଉଛୁ ଯେ ସରକାରୀ ଆର୍ଥିକ ସାହାଯ୍ୟ ତାକୁ ଟିକେ ପ୍ରଦାନ କଲେ ସେ ଆଗକୁ ଯିବା ପାଇଁ ସହାୟକ ହେବ। ଏବଂ ଗୋଟେ ଆଜି ଆପଣମାନଙ୍କୁ ଧନ୍ୟବାଦ ଦେଉଛି, ଆପଣମାନେ ଆସି এই ଓମ୍ ପ୍ରକାଶ ଘରେ ପହଞ୍ଚିଛନ୍ତି। ଆପଣମାନେ ଦେଖୁଥିବେ କେଉଁ ଭଳିଆ ଅଭାବରେ ଓମ୍ ପ୍ରକାଶ ଆଜି ନିଟ୍ରେ ପାଇ ଗୋଟେ ଡାକ୍ତର ହେବାକୁ ଇଚ୍ଛା କରିଛି। ବେଳେବେଳେ ତାଙ୍କ ବାପା ଯିଏ ଅଟୋ ଚାଳକ ଜଣେ ବହୁତ କଷ୍ଟରେ ଆଜ୍ଞା ଦିନ ରାତି ହାଡ଼ଭଙ୍ଗା ପରିଶ୍ରମ କରିକି ଆମେ ଆଖି ଆଗରେ ଦେଖିଛୁ ଆଜ୍ଞା। ଏମିତି ପରିଶ୍ରମ ଆଜ୍ଞା ଜୀବନରେ କେହି କରିନଥିବେ ନିଜ ପୁଅ ପାଇଁ। ବେଳେବେଳେ କ'ଣ କରନ୍ତି ନା ଆସନ୍ତି ପାଖରେ ମୋତେ କୁହନ୍ତି, ପୁଅ କ'ଣ କରିବା, ଆଉ ମୋ ପାଖରେ ଧୈର୍ଯ୍ୟ ନାହିଁ, ମୁଁ ଆଉ ପଢ଼ି ପାରିବିନି। ମୁଁ ସବୁବେଳେ ତାକୁ ସାନ୍ତ୍ୱନା ଦିଏ, ଦାଦା ତୁମେ ବ୍ୟସ୍ତ ହୁଅନ୍ତୁନି, ଭଗବାନ ଏତେ ବାଟ ଆଣିଛନ୍ତି, ନିଶ୍ଚିନ୍ତ ଆପଣଙ୍କୁ ଭଗବାନ ଆଶୀର୍ବାଦ କରିବେ, ଦିନେ ଦିନେ ସେ ଆପଣଙ୍କ ନାଁ ରଖିବ। ଏମିତିକି ସେ ଗୋଟେ ଜମି ମଧ୍ୟ ତାଙ୍କ ପିଲାଙ୍କୁ ପଢ଼ାଇବା ପାଇଁ ଗୋଟେ ଜମି ମଧ୍ୟ ଯାହା ଟିକେ ଜମି ଥିଲା ତାକୁ ମଧ୍ୟ ବିକିବାକୁ ସେମାନେ ପଛେଇ ନାହାନ୍ତି। ତେଣୁ ଏ ସୁନ୍ଦର ଫୁଲଟିଏ ଫୁଟୁ